ନମସ୍କାର ଦର୍ଶକ ବନ୍ଧୁ। ତ ଆଜିର ଆଉ ଗୋଟିଏ ନୂଆ ଭିଡ଼ିଓରେ ଆପଣଙ୍କୁ ବହୁତ ସ୍ୱାଗତ ଜଣାଉଛି। ତ ଆଜିର ଟପିକଟି ହେଉଛି ଯେ ଗୁରୁଜନମାନଙ୍କୁ ସମ୍ମାନ ଦେବା ଶିଖନ୍ତୁ, ଯାହା ଫଳରେ ଆମେ ଜୀବନରେ ଆଗକୁ ଯାଇପାରିବା। ତ ସାଙ୍ଗମାନେ, ପ୍ରଥମରେ ହେଲା ଆମକୁ ଯିଏ ବି ଜନ୍ମ ଦେଇଛନ୍ତି ସେମାନେ ହେଲେ ପ୍ରକୃତରେ ପ୍ରଥମ ଗୁରୁଜନ। ସେମାନେ ଆମକୁ ସବୁ କିଛି ଶିଖାଇଥାନ୍ତି। ଆମର ଭବିଷ୍ୟତ କିପରି ବଦଳି ପାରିବ ସେଥିଲାଗି ଆମକୁ ସ୍କୁଲରେ ଥିବା ଟିଚର ମାନେ ଶିଖାଇଥାନ୍ତି। କିନ୍ତୁ ଆମେ ଜୀବନକୁ କିପରି ସରସ ସୁନ୍ଦର ଭାବରେ ଗଢ଼ି ତୋଳିବା ତାହା ଆମକୁ ଆମର ଘରେ ଥିବା ଗୁରୁଜନମାନେ ହିଁ ଶିଖାଇଥାନ୍ତି। ତ ସାଙ୍ଗମାନେ, ଚାଲନ୍ତୁ ଏହାର ଟପିକଟିକୁ ଆମେ ଷ୍ଟାର୍ଟ କରିବା। ଏଣୁ ମୋର ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏଁ ନିଶ୍ଚୟ ଦେଖନ୍ତୁ। ଆଉ ଏହି ଭିଡ଼ିଓକୁ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ତାହା ମୋତେ କମେଣ୍ଟରେ ନିଶ୍ଚିତ ଭାବରେ କୁହନ୍ତୁ। ସାଙ୍ଗମାନେ, ପ୍ରଥମରେ ଗୁରୁଜନ ହେଉଛନ୍ତି ଆମର ସର୍ବଶକ୍ତି ଈଶ୍ୱର ପରି। ସେ ଆମକୁ ଯେମିତି ନଚାଇଥାନ୍ତି ଆମେ ଠିକ୍ ସେମିତି ହିଁ ହୋଇଥାଉ। ତ ସାଙ୍ଗମାନେ, ଏହି ଦୁନିଆରେ ଗୁରୁଜନମାନଙ୍କୁ ସବୁବେଳେ ବିଶ୍ୱାସ କରିବା ଉଚିତ ଅଟେ। ହୁଏତ ସ୍କୁଲ ସମୟ ସରିଗଲା ବୋଲି ତାଙ୍କୁ ଭୁଲିଯିବା ଉଚିତ ନୁହେଁ, କାହିଁକି ନା ତାଙ୍କର ସେହି ଶିକ୍ଷା ଆମେ କିଛି ବି ପ୍ରାପ୍ତ କରିଥାଉ, ଆଉ ଯାହା ଫଳରେ ସେହି ଶିକ୍ଷା ଆମେ ଆଉ କେବେ ମଧ୍ୟ ପାଇପାରିନଥାଉ। ତେଣୁ ଆମେ ଯେତେ ଦିନ ମଧ୍ୟ ସେହି ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା, ତ ସେତେ ପର୍ଯ୍ୟନ୍ତ ଆମେ ନିଜକୁ ନିଜେ ଏକ ସୁନ୍ଦର ଭାବରେ ଗଢ଼ି ତୋଳିବା, ଯାହା ଫଳରେ ଆମ ଘରେ ଥିବା ବହୁତ ଗୁରୁଜନମାନେ ମଧ୍ୟ ଖୁସି ହେବେ। ଆଉ ସ୍କୁଲରେ ଥିବା ଗୁରୁଜନମାନେ ଅଧିକରୁ ଅଧିକ ଖୁସି ହେବାକୁ ଲାଗିବେ। ଆଉ ତାଙ୍କର ଶାନ୍ତି ବହୁତ ଉତ୍ଫୁଲ୍ଲିତ ମଧ୍ୟ ହୋଇଉଠେ। ସାଙ୍ଗମାନେ, ସଦାସର୍ବଦା ଚେଷ୍ଟା କରନ୍ତୁ ଯେ ଗୁରୁଜନମାନଙ୍କୁ କିପରି ଭାବରେ ସମ୍ମାନ ଦେବା, କାରଣ ଗୁରୁଜନମାନଙ୍କୁ ସମ୍ମାନ ଦେଇ ଶିଖିଲେ ହିଁ ଆପଣ ଏହି ସମାଜରେ ଗୋଟିଏ ଉତ୍ତମ ବ୍ୟକ୍ତିର ପରିଚୟ ଭାବରେ ପରିଗଣିତ ହୋଇପାରିବେ, ନଚେତ୍ କେବେ ମଧ୍ୟ ହୋଇପାରିବେ ନାହିଁ। ଚାଲନ୍ତୁ ସାଙ୍ଗମାନେ, ଏହାର ଗୋଟିଏ ଛୋଟ ଏକ୍ଜାମ୍ପଲ ଭାବରେ ଆକୁ ନେଇ ପ୍ରମାଣ କରି ଦେଖିବା ଯେ ପ୍ରକୃତରେ ଆମ ଟିଚର ବା ଗୁରୁଜନମାନେ ଏକ କେଉଁଭଳି ଭାବରେ ଅଟନ୍ତି। ସେ ଈଶ୍ୱର ହେଉ କିମ୍ବା ସେ ଯାହା ବି ହେଉ। ତ ଚାଲନ୍ତୁ ଏହାର ଗୋଟିଏ ଉଦାହରଣ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ଜଣାଇବାକୁ ଚାହୁଁଅଛି। ତ ସେହି ଉଦାହରଣଟି ହେଉଛି ଯେ ଗୋଟିଏ ଗାଁରେ ଦୁଇ ଜଣ ଶିଷ୍ୟ ଆଉ ଗୋଟିଏ ଗୁରୁଜନ ବାସ କରୁଥିଲେ। ଆଉ ଗୋଟିଏ ଦିନ ଏମିତି ଆସିଲା ଯେ ହଠାତ୍ ସେହି ଦୁଇ ଶିଷ୍ୟଙ୍କ ଭିତରୁ ଗୋଟିଏ ଶିଷ୍ୟଙ୍କର ହଠାତ୍ ଦେହ ଖରାପ ହୋଇଗଲା, ଯାହା ଫଳରେ ଅନେକ ଟଙ୍କା ମଧ୍ୟ ଆବଶ୍ୟକ ହେଲା। ଆଉ ସେହି ଶିଷ୍ୟ ପାଖରେ ଟଙ୍କା ବି ତ ନଥାଏ। ସେ କେତେ ଆଡ଼ୁ ମଧ୍ୟ ସେ ଟଙ୍କା ଖୋଜିବାକୁ ଲାଗିଲା, ତଥାପି ସେ ପାଇପାରିଲା ନାହିଁ।
ଆଉ ସେହି ଗୁରୁଜଣଙ୍କ ଯେତେବେଳେ ଏହି କଥା ଜାଣିଲେ ଯେ ଏହି ଶିଷ୍ୟର ଦେହ ଖରାପ ହୋଇଅଛି, ତେବେ ସେ ସେଠାକୁ ଆସି କିଛି ଟଙ୍କା ଧାର କରଜ କରି ସେହି ଶିଷ୍ୟକୁ ବଞ୍ଚାଇବାକୁ ଲାଗିଲେ। ତ ୟାକୁ ହିଁ କୁହାଯାଏ, ପ୍ରକୃତରେ ସେ ତ ଆମର ଗୁରୁଜନ ନୁହନ୍ତି, ସେ ହେଉଛନ୍ତି ଆମର ଈଶ୍ୱର ଭଳି। ତେଣୁ ସେମାନଙ୍କୁ ଏହି ସମାଜରେ ବହୁତ ଶିକ୍ଷିତ ଏବଂ ଅର୍ଦ୍ଧଶିକ୍ଷିତ ହେଉ, ସେମାନଙ୍କୁ ସବୁବେଳେ ସମ୍ମାନ ଦେବା ଶିଖନ୍ତୁ। କାରଣ ଦୁନିଆରେ ଯିଏ ବି ସେହି ଟିଚରଙ୍କୁ ସମ୍ମାନ ଦେବା ନ ଶିଖେ, ସେ କେବେ ବି ଜଣେ ଭଲ ବ୍ୟକ୍ତି ହୋଇପାରି ନଥାଏ। ଯଦି କୌଣସି ଏକ ବ୍ୟକ୍ତି ଅନ୍ୟ ଲୋକଙ୍କ କଥାରେ ପଡ଼ି ନିଜର ଗୁରୁଜନମାନଙ୍କୁ ହଠାତ୍ ଅନେକ କିଛି କଥା କହିବାକୁ ଲାଗିଯାଏ, ତେବେ ସେହି ବ୍ୟକ୍ତି ତା'ର ଜୀବନରେ ଅଧିକ ପସ୍ତେଇବାକୁ ଲାଗିଥାଏ। ଆଉ ତା'ର ଜୀବନ ସେମିତି ଅନ୍ଧକାର ହିଁ ହୋଇଯାଏ। କାରଣ କଥାରେ ଅଛି, ଯେଉଁ ବ୍ୟକ୍ତି ଗୁରୁଜନମାନଙ୍କୁ ଠିକ୍ସେ ସମ୍ମାନ ଦେବା ନ ଶିଖିଥାଏ, ତ ସେହି ପୁଅମାନଙ୍କ ବା ସେହି ପିଲାମାନଙ୍କର ଜୀବନ ଅଧିକରୁ ଅଧିକ ନଷ୍ଟ ହୋଇଯାଇଥାଏ। ତ ସାଙ୍ଗମାନେ, ଆଜିକାଲିକା ଦୁନିଆରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲାଣି, ପିଲାମାନେ ସବୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଡ୍ୟାନ୍ସ କରି ତାଙ୍କର ଜୀବନକୁ ବର୍ବାଦ କରିଦେଉଛନ୍ତି ଏବଂ ସେମାନଙ୍କର ଫ୍ୟୁଚର ବୋଲି କିଛି ନଥାଏ। ତ ମୁଁ ଏଠାରେ ଗୋଟିଏ କଥା କହିବାକୁ ଚାହୁଁଅଛି, ଯଦି ତୁମେ ପ୍ରକୃତରେ ସୋସିଆଲ ମିଡ଼ିଆରୁ କିଛି ଟଙ୍କା ଇନକମ୍ କରିବାକୁ ଚାହୁଁଅଛ, ତେବେ ନିଜର ପାଠ ପଢ଼ିବା ସହିତ ତାକୁ ମଧ୍ୟ ସମୟ ଦେବା ନିହାତି ଜରୁରୀ ଅଟେ। କାରଣ ସେମାନେ ବି ହେଉଛନ୍ତି ଆମର ଏକ ଗୁରୁଜନ ଭଳି ଅଟେ। କାହିଁକି ନା ଆମେ ଯେତେବେଳେ ଏକ ଭୁଲ କରିଦେଇଥାଉ, ସେତେବେଳେ ଆମ ସ୍କୁଲରେ ଥିବା ଟିଚରମାନେ ବହୁତ କିଛି କହିବାକୁ ଲାଗିଥାନ୍ତି। ଠିକ୍ ସେହିପରି ଯଦି ଆମେ ଆମର ଜୀବନରେ କିଛି ଏପରି ଭୁଲ କରିବା ଯାହାର କି ପ୍ରାୟଶ୍ଚିତ୍ତ ବା କ୍ଷମା ହିଁ ନଥାଏ, ତ ତେବେ ଆମେ ସେଥିରୁ ମୁକୁଳିବା ବା ଉଦ୍ଧାର କରିବା ବହୁତ କଷ୍ଟକର ହୋଇଥାଏ। ତ ମୁଁ ଆପଣମାନଙ୍କୁ ଗୋଟିଏ ଅନୁରୋଧ କରିବି ଯେ ସବୁବେଳେ ଗୁରୁଜନମାନଙ୍କୁ ସମ୍ମାନ ଦେବା ଶିଖନ୍ତୁ, ଯାହାଫଳରେ ଆପଣଙ୍କର ଜୀବନରେ ଆସୁଥିବା ସମସ୍ତ ଅସୁବିଧାର ସେ ଅନେକ ପ୍ରକାର ସାହାଯ୍ୟରେ ସେ ସମାଧାନ କରିପାରିବେ। ତେଣୁ ସେଇଟା କେତେବେଳେ ଅସମ୍ଭବ ଅଟେ, ଯେତେବେଳେ ତୁମେ ଗୁରୁଜନମାନଙ୍କୁ ସମ୍ମାନ ଦେବା ନ ଶିଖିଛ। ତେଣୁ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଏହା ଜଣାଇବାକୁ ଚାହୁଁଅଛି ଯେ ଗୁରୁଜନମାନଙ୍କୁ ସଦାସର୍ବଦା କୌଣସି ପ୍ରକାରେ ମଧ୍ୟ ଗାଳିଗୁଲଜ କରିବା ଉଚିତ ନୁହେଁ। ସେମାନେ ହେଉଛନ୍ତି ଆମର ଈଶ୍ୱର ଭଳି। ସେମାନଙ୍କୁ ସବୁବେଳେ ସମ୍ମାନ ଦେଲେ ହିଁ ଆମେ ଯେକୌଣସି ପରିସ୍ଥିତିରେ ମଧ୍ୟ ଆଗକୁ ଯାଇପାରିବା। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନେକ୍ସଟ ଭିଡ଼ିଓରେ। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତ ସାଙ୍ଗମାନେ, ମୋର ଆପଣଙ୍କୁ ବାସ୍ ଗୋଟିଏ ରିକ୍ୱେଷ୍ଟ, ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା, ତେବେ ନିଶ୍ଚିତ ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିଥିବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ
ସର୍ବପ୍ରଥମେ ପହଞ୍ଚି ପାରିବ। ରହୁଛି। ଜୟ ଜଗନ୍ନାଥ।